କରୁଥିଲେ, କିନ୍ତୁ ଏ ବର୍ଷ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏହା ନିଷ୍ପତ୍ତି ନେଇଛନ୍ତି ଯେ 3 ରଥରେ 3 ଠାକୁର ବିଜେ କରିବେ। ଗତ ଜୁନ୍ ମାସ 11 ତାରିଖ ଦିନ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଆଉ ଶ୍ରୀ ଜଗନ୍ନାଥ ଚକ୍ରରାଜ ସୁଦର୍ଶନଙ୍କର ଗୋଟି ପହଣ୍ଡି ହେଇଥିଲା ସ୍ନାନ ବେଦୀକୁ ଏବଂ ସ୍ନାନ ମଣ୍ଡପରେ 108 ଗରା ଦିବ୍ୟ ଜଳରେ 3 ଠାକୁର ସହିତ ଚକ୍ରରାଜ ସୁଦର୍ଶନଙ୍କର ମହାସ୍ନାନ ହେଇଥିଲା। ସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନ ବେଦୀକୁ ଆସିଥିଲେ ଏବଂ ସ୍ନାନ ଯାତ୍ରା ଅନୁଷ୍ଠିତ ହେଲା ପରେ 3 ଠାକୁରଙ୍କର ଗଜବେଶ କରାଯାଇଥିଲା। ଗଜବେଶରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ତାପରେ ପୁଣି ଗୋଟି ପହଣ୍ଡିରେ 3 ଠାକୁର ସୁଦର୍ଶନ ସହିତ ଅଣସର ଘରକୁ ବିଜେ କରିଥିଲେ। ବର୍ତ୍ତମାନ ପ୍ରଭୁଙ୍କର ଅଣସର ନୀତି ଚାଲିଛି। ଏହା 1 ପକ୍ଷ ତଥା 15 ଦିନ ପର୍ଯ୍ୟନ୍ତ ଚାଲିବ। ତା ପରଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହେବ। ଚତୁର୍ଦ୍ଧା ମୂର୍ତ୍ତି 3 ରଥରେ ବିଜେ କରିବେ ଏବଂ ଏହି ଦିବ୍ରୁଗଡ଼ର ବଡ଼ ଦାଣ୍ଡରେ ରଥ ଗଡ଼ିବ। ଏହି ଭବ୍ୟ ଏବଂ ଦିବ୍ୟ ରଥଯାତ୍ରାକୁ ଆପଣମାନେ ସମସ୍ତେ ବହୁ ସଂଖ୍ୟାରେ ଯୋଗ ଦେଇ ତାକୁ ସାଫଲ୍ୟ ମଣ୍ଡିତ କରିବେ ବୋଲି ମୋର ଅନୁରୋଧ। ଜୟ ଜଗନ୍ନାଥ।